ସନ୍ଧ୍ୟାରେ ଶୁଭୁଛି ବିକାଳ ରଟି। ଚିଲିକା ମଝିରେ ଥିବା ମନ୍ଦିରକୁ କାଳିଜାଇ ନାମରେ କାହିଁକି ପୂଜା କରାଯାଉଛି? ସନ୍ଧ୍ୟା ହେବା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ କେହି ରହିନଥାନ୍ତି କାହିଁକି? ମା କାଳିଜାଇଙ୍କ ମନ୍ଦିରରେ ଘେରି ରହିଛି ଅନେକ ଗୁପ୍ତ ରହସ୍ୟ। ଆସନ୍ତୁ ଦେଖିବା ଓ ଜାଣିବା ମା କାଳିଜାଇଙ୍କ ସମ୍ପୂର୍ଣ୍ଣ କାହାଣୀ। ଓଡ଼ିଶାର ଚିଲିକା ହ୍ରଦ ମଝିରେ ଥିବା ଦ୍ୱିତୀୟ ଶକ୍ତିପୀଠ ହେଉଛି ମା କାଳିଜାଇଙ୍କ ମନ୍ଦିର। ଏହା ଓଡ଼ିଶା ପ୍ରସିଦ୍ଧ ମା କାଳିଜାଇ ମନ୍ଦିରର ଇତିହାସ ସହିତ ରହସ୍ୟ ଏହି ଦ୍ୱୀପରେ ଘେରି ରହିଛି। କିମ୍ବଦନ୍ତୀ ଅନୁଯାୟୀ ଦେବୀଙ୍କ ମନ୍ଦିର 1700 ଶତାବ୍ଦୀରେ ନିର୍ମାଣ ହୋଇଛି। ବିଶ୍ୱାସ କରାଯାଏ ଯେ ସେହି ସମୟରେ ଥିବା ପାରିକୁଦର ରାଜା ଶ୍ରୀ ଜଗନ୍ନାଥ ମାନସିଂହ ନିର୍ମାଣ କରିଥିଲେ। କାଳିଜାଇ ନାମ ହେଉଛି ଦୁଇ ଜଣଙ୍କ ନାମ, କାଳି ଓ ଜାଇ। କାଳି ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଦେବୀ ମା କାଳି ଏବଂ ସ୍ଥାନୀୟ ଅଞ୍ଚଳରେ ବାଣପୁରର ଥିବା ସାଧାରଣ ଝିଅ, ତାର ନାମ ହେଉଛି ଜାଇ। ପୁରାତନ କଥା ଅନୁସାରେ ବାଣପୁରର ଝିଅ ଜାଇ ବିବାହ କରି ସେଠାକାର ଥିବା ପାରିକୁଦ ଗ୍ରାମକୁ ଯାଉଥିଲେ। ଚିଲିକା ମଝିରେ ସେହି ସମୟରେ କଳା ମଚମଚ ହୋଇ ମେଘ ସହିତ ଘଡ଼ଘଡ଼ି ଓ ପବନ ମାଡ଼ି ଆସୁଥିଲା। ନାଉରିଆର ଅକ୍ଳାନ୍ତ ପରିଶ୍ରମ ପରେ ଡଙ୍ଗାକୁ ଆଉ ସମ୍ଭାଳି ପାରିନଥିଲା ନାଉରିଆ। ଶେଷରେ ଡଙ୍ଗାଟି ଓଲଟି ପଡ଼ିଲା। ନାଉରିଆ ଓ ଜାଇର ବାପା ସମସ୍ତେ ଚିଲିକାରେ ପଡ଼ିଗଲେ। କୌଣସି ପ୍ରକାରରେ ନାଉରିଆ ଏବଂ ଜାଇର ବାପା ଅକାତ ପାଣିରେ ବଞ୍ଚିଗଲେ। କିନ୍ତୁ ଦୁଃଖର କଥା ଯେ ଜାଇ ବଞ୍ଚି ପାରିଲା ନାହିଁ। ଜାଇର ଆତ୍ମା ସେଇ ଚିଲିକା ଗଣ୍ଡ ମଝିରେ ଅଶାନ୍ତ ହୋଇ ବୁଲିବାକୁ ଲାଗିଲା। କେତେବେଳେ କାନ୍ଦୁଥାଏ ତ ଆଉ କେତେବେଳେ ହସି ଉଠୁଥାଏ। ଏମିତି କେତେ ଦିନ ଗଲା ପରେ କେତେକ ନାଉରିଆ ଓ ସ୍ଥାନୀୟ ଗ୍ରାମବାସୀମାନେ ସେଇ ଚିଲିକା ଗଣ୍ଡ ପାଖକୁ ଯାଉଥିବା ବେଳେ ଏମିତି ଚିତ୍କାର ଶୁଣି ଭୟଭୀତ ହେଲେ। ଏହି ମନ୍ଦିର ଆଜି ବି ଚିଲିକା ଗଣ୍ଡରେ ବିରାଜମାନ। ସନ୍ଧ୍ୟା ହେବା ପୂର୍ବରୁ କୌଣସି ମଣିଷ ସେଠାରେ ରହିନଥାନ୍ତି। ସ୍ଥାନୀୟ ଗ୍ରାମବାସୀ କହିଥାନ୍ତି, ସନ୍ଧ୍ୟା ହେଲେ ଏବେ ବି ଶୁଭୁଛି କୁଆଡ଼େ ସେ ବିକାଳ ରଡ଼ି। ଏଥିପାଇଁ ତ ସମଗ୍ର ଭାରତବର୍ଷରେ ମା କାଳିଜାଇଙ୍କ ମନ୍ଦିର ପ୍ରସିଦ୍ଧ ହୋଇଛି। ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଆସି ମାଙ୍କ ପାଖରେ ମାନସିକ ରଖି ଆଶୀର୍ବାଦ କାମନା କରି ପୂଜା ଅର୍ଚ୍ଚନା କରିଥାନ୍ତି। ମାନସିକ ପୂର୍ଣ୍ଣ ହେଲେ ଛେଳି ଓ କୁକୁଡ଼ା ଛାଡ଼ି ସୁନା ରୂପା ଦାନ କରି ପୁଣ୍ୟ ଅର୍ଜନ କରିବା ସହିତ ଆଶୀର୍ବାଦ ନେଇଥାନ୍ତି। ଏମିତି କୁହନ୍ତି ଶ୍ରଦ୍ଧାଳୁ ଯେ ମା ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ଯିଏକି ଡାକିଲେ ଓ କରନ୍ତି। ଏହା ଥିଲା ମା କାଳିଜାଇଙ୍କ ସମ୍ପୂର୍ଣ୍ଣ କାହାଣୀ। ଆଜିର ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା ତାହା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଏମିତି ପୌରାଣିକ ମନ୍ଦିରର ରହସ୍ୟ ଜାଣିବା ପାଇଁ ଆମ ଚ୍ୟାନେଲ ଶୁଭମ ପ୍ରଡକ୍ସନକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର।